Good morning everyone. This is Sagarika Das. Welcome to another session. आज पुणी आउ गोटे सेशन तम ପାଇଁ ନେଇକି ଆସିଛି। ସମାସ ଆମେ ପଢିଥିଲେ କୋଉ ପର୍ଯ୍ୟନ୍ତ ଦ୍ୱନ୍ଦ ଦ୍ୱିଗୁ ବହୁବ୍ରୀହି ସମାସ ଜଷ୍ଟ ଆରମ୍ଭ କରିଥିଲେ ଇଣ୍ଟ୍ରୋଡକ୍ସନ ମୁଁ ଦେଇଥିଲି। ଆଜି ତମକୁ ବହୁବ୍ରୀହି ସମାସ ଆଉ ଅବ୍ୟୟଭାବ ସମାସ ଦେବି। ତାହେଲେ ଦେଖ ଫାର୍ଷ୍ଟ ଆସିଲା ଆମର କୋନ ବହୁବ୍ରୀହି ସମାସ ଦେଖ। ତ ମୁଁ କହିଥିଲି ବହୁବ୍ରୀହିରେ କଣ ହବ ଯେଉଁ ସମାସରେ ସମସ୍ତ ପଦର ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝଉଥିବ ମାନେ ଯୋଉ ରେଜଲ୍ଟ ଆମର ବାହାରି ଥିବ ତାର ମିନିଂ ଯାହା ଥିବ ସମସ୍ୟମାନ ପଦର ମିନିଂ ସହିତ ସେ ମିଶୁ ନଥିବ। କେମିତି ଦେଖ ଦଶ ଆନନ ଯାହାର ଆନନ ମାନେ କଣ 10ଟା ମୁଣ୍ଡ ଯାହାର ହେଲା କିନ୍ତୁ ବୁଝେଇଲା କାହାକୁ ଦଶାନନ ମାନେ କିଏ ରାବଣ। ଦେଖ ଏଠି ମିନିଂ ଯାହାର 10ଟା ମୁଣ୍ଡ ଆମେ ତାକୁ କହିବା କି ଦଶାନନ ବୋଲି ନାଇଁ କାହାକୁ ବୁଝେଇବ କେବଳ ରାବଣକୁ ହିଁ ଦଶାନନ ବୋଲି ଆମେ କହିବା। ସେମିତି ବିଣା ପାଣିରେ ଯାହାର ଯାହାର ହାତରେ କଣ ବିଣା ଅଛି ଆମେ କଣ ସମସ୍ତଙ୍କୁ ବିଣା ପାଣି ବୋଲି କହିବା କି ଯିଏ ବିଣା ଧରିଥିବେ ନା ବିଣା ପାଣି କେବଳ ଆମର ସରସ୍ୱତୀଙ୍କୁ ଆମେ କହିବା କଣ ବୋଲି ବିଣା ପାଣି ବୋଲି। ସେମିତି ବହୁବ୍ରୀହି ସମାସରେ ଅକ୍ଷି ଶବ୍ଦର ଦେଖ କିଛି ଶବ୍ଦ ଆମର ଲାଗିକି ଆମର ବହୁବ୍ରୀହି ସମାସ ତିଆରି ହୁଏ। ଯେମିତି କି ବିରୂପ ଅକ୍ଷି ଯାହାର ବିରୂପାକ୍ଷ ପୁଣ୍ଡରୀକ ଅକ୍ଷି ଯାହାର ପୁଣ୍ଡରୀକାକ୍ଷ ପଦ୍ମନାଭିରେ ଯାହାର ପଦ୍ମନାଭ ଆହୁରି ବହୁତ ମୁଁ ଲେଖିନି ପଦ୍ମନାଭିରେ ଯାହାର ପଦ୍ମନାଭ। ସେମିତି ତେଜ ଅର୍ଥ ଲଗେଇକି ମହାନ ତେଜ ଯାହାର ମହାତେଜା ଉଦାର ଚେତ ଯାହାର ଉଦାର ଚେତା ଉଚ୍ଚ ମନ ଯାହାର ଉଚ୍ଚ ଚେତା ଉଚ୍ଚ ମନା। ଦେଖ ଆମେ ଯେତେବେଳେ ଯାହାର ଶବ୍ଦ ଲଗେଇ କରିବାନି କଣ ଉଚ୍ଚ ମନ ଯାହାର ମହାନ ତେଜ ଯାହାର ଏଇଭଳିଆ ଯେତେବେଳେ ବିଗ୍ରହ ବାକ୍ୟ ଆମର ପଳେଇ ଆସେ ଆମେ ତାକୁ କଣ କହିବା ବହୁବ୍ରୀହି ସମାସ ବୋଲି ଜାଣିଯିବ। ଅନ୍ୟ ମନା ଅନ୍ୟ ମନ ଯାହାର ଅଳ୍ପ ବୟ ଯାହାର ଅଳ୍ପ ବୟା। ସେମିତି ନାସ୍ତିବାଚକ ଶବ୍ଦ ମୁଁ ତମକୁ ଗୋଟେ ପଢେଇଥିଲି ଆମର ତତ୍ପୁରୁଷ ସମାସରେ ନିଷେଧ କଣ ନନ୍ ତତ୍ପୁରୁଷ ପଢେଇଥିଲି ଯୋଉଟା କି ଆମର ଥିଲା କଣ ଏଠି ଆମର ଆସିଲା କଣ ନାସ୍ତିବାଚକ ଶବ୍ଦ ପୂର୍ବରେ ଯୁକ୍ତ ହୋଇ ବହୁବ୍ରୀହି ସମାସ ହୋଇଥାଏ। ଦେଖ ପିଲାମାନେ ତମେ କନଫ୍ୟୁଜ ହେବନି ଆମର ଗୋଟେ ଅଛି ନନ୍ ତତ୍ପୁରୁଷ ଆଉ ଗୋଟେ ଅଛି ଆମର କଣ ନିଷେଧାତ୍ମକ ବହୁବ୍ରୀହି ଏଇ ଦିଟାରେ ପିଲାମାନେ କନଫ୍ୟୁଜ ହବନି। ଦେଖ ସେଥିରେ ଆମେ କଣ ପଢିଥିଲେ ନ ହଳଦିଆ ଅଣହଳଦିଆ ନ ଉଚିତ ଅନୁଚିତ କଣ ନ ଓସାରିଆ ଅଣ ଓସାରିଆ ଏଠି ନ ଲାଗିକି ଫାଷ୍ଟ ହେଇଥିଲେ ସେ କଣ ହବ ନନ୍ ତତ୍ପୁରୁଷ ହବ କିନ୍ତୁ ଏଠି କଣ ନାହିଁ ଲାଗିବ ଫାଷ୍ଟରେ ନିଷେଧାତ୍ମକ ବହୁବ୍ରୀହି ଆମର ହବ। ଯେମିତି ନାହିଁ ଅନ୍ତ ଯାହାର ଅନନ୍ତ ନାହିଁ ଆଦି ଯାହାର ଅନାଦି ନାହିଁ ଗାଧ ଯାହାର ଅଗାଧ। ସେମିତି ନାହିଁ ତଳ ଯାହାର ଅତଳ ନାହିଁ ସୀମା ଯାହାର ଅସୀମ ନାହିଁ ଭୟ ଯାହାର ନିର୍ଭୟ ନାହିଁ ଆକାର ଯାହାର ନିରାକାର ନାହିଁ ରୋଗ ଯାହାର ନିରୋଗ ନାହିଁ ହୋସ ଯାହାର କଣ ବେହୋସ ନାହିଁ ତାର ଯାହାର ବେତାର। ଆଉ ଦିଟା ଏକ୍ସେପସନ ଆମର ଅଛି କଣ ବିଧବା ଆଉ ଗୋଟେ ବିପତ୍ତିକ ଏଇଟା ଅପୋଜିଟ କହିପାରିବ ଯୋଉ ଲିଙ୍ଗ ପରିବର୍ତ୍ତନ। ବିଧବା କଣ ନାହିଁ ଧବ ଯାହାର ବା ନାହିଁ ସ୍ୱାମୀ ଯାହାର ସେ ବିଧବା। ବିପତ୍ତିକ କଣ ନାହିଁ ପତ୍ନୀ ଯାହାର ବା ବିଗତ ପତ୍ନୀ ଯାହାର ସେ ହେଇଯିବ କଣ ବିପତ୍ତିକ। ଏଗୁଡା ଆମର କଣ ହେଇଗଲା ନିଷେଧାତ୍ମକ ବହୁବ୍ରୀହିରେ ଆମର ଗଲା। ଦେଖ ପିଲାମାନେ ନେକ୍ସଟ ଆସିଲା ଆମର କଣ ସହ ଶବ୍ଦ ଯୋଗ କରିକି ଆମେ ସହାର୍ଥକ ବହୁବ୍ରୀହିକୁ ଦେଖିବା। ଦେଖ ସ୍ତ୍ରୀ ସହିତ ଅଛନ୍ତି ଯେ ସସ୍ତ୍ରୀକ ତମେ ଏକପଦୀକରଣରେ ବି ଏଗୁଡାକ ସବୁ ପଢିବ। ସ୍ତ୍ରୀ ସହିତ ଅଛନ୍ତି ଯେ ସସ୍ତ୍ରୀକ ଶିଷ୍ୟ ସହିତ ଅଛନ୍ତି ଯେ ସଶିଷ୍ୟ। ସେମିତି ସାନନ୍ଦ ଆନନ୍ଦରେ ଅଛନ୍ତି ଯେ ସାନନ୍ଦ ସମ୍ମାନର ସହିତ ଅଛନ୍ତି ଯେ ସସମ୍ମାନ ବିନୟର ସହିତ ଅଛନ୍ତି ଯେ ସବିନୟ ବାନ୍ଧବଙ୍କ ସହିତ ଅଛନ୍ତି ଯେ ସବାନ୍ଧବ କୁଟୁମ୍ବଙ୍କ ସହିତ ଅଛନ୍ତି ଯେ ସକୁଟୁମ୍ବ। ନେକ୍ସଟ ଆସିଯିବ ଆମର କଣ ସମାନ ଶବ୍ଦ ଇଏ ହେଇଥିଲା ସହ ଶବ୍ଦ ଅର୍ଥରେ ଏଠି ସମାନ ଶବ୍ଦ ଯୋଗରେ ବହୁବ୍ରୀହି। ସମାନ ତୀର୍ଥ ଯାହାର ସତୀର୍ଥ ସମାନ ଉଦରରୁ ଜନ୍ମ ଯାହାର ସୋଦର ସ୍ୱଗୋତ୍ର କଣ ହବ ସମାନ ଗୋତ୍ର ଯାହାର ସ୍ୱଗୋତ୍ର ସମାନ ପିଣ୍ଡ ଯାହାର ସପିଣ୍ଡ। ଏଗୁଡା ଆମର କଣ ହେଇଗଲା ସମାନ ଅର୍ଥ ଯୋଗ କରିକି ଆମର ବହୁବ୍ରୀହି ସମାସ ହେଇଗଲା। ସେମିତି ଉପମିତ ବହୁବ୍ରୀହି ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇଟା ଏକ୍ସାମ ରେ ପଡେ। ଦେଖ ଉପମିତ ବହୁବ୍ରୀହି କଣ ଜଣଙ୍କ ସହିତ ଆମେ କଣ କମ୍ପେୟାର କରିକି କରିବା। ଗଜ ପରି ଗମନ ଯେଉଁ ସ୍ତ୍ରୀର ଗଜ ଗମନ ବିଗ୍ରହ ବାକ୍ୟ ଗୁଡାକ ଭଲସେ ମନେ ରଖିବ ବିଗ୍ରହ ବାକ୍ୟ ଗୁଡାକ ଏକ୍ସାମ ରେ ପଡୁଛି। ସେମିତି ଚିଲ ଆଖିଆ କଣ ଚିଲ ପରି ଆଖି ଯାହାର ଚିଲ ଆଖିଆ। ଘୋଡା ମୁହାଁ ଘୋଡା ପରି ମୁହଁ ଯାହାର ଘୋଡା ମୁହାଁ। ହଁ ଓଟ ମୁହାଁ ଓଟ ପରି ମୁହଁ ଯାହାର ଓଟ ମୁହାଁ। ମରାଳ ଗମନା ମରାଳ ପରି ଗମନ ଯେଉଁ ସ୍ତ୍ରୀର ମରାଳ ଗମନା। ଶ୍ରୁପ ପରି କଣ ଶ୍ରୁପନଖା ଶ୍ରୁପ ପରି ନଖ ଯାହାର ଶ୍ରୁପନଖା। ମଗୁର ନିଶା ମଗୁର ପରି ନିଶ ଯାହାର ମଗୁର ନିଶା। ମୀନ ନୟନା ମୀନ ପରି ନୟନ ଯାହାର ମୀନ ନୟନା।
ଚାନ୍ଦମୁହିଁ ଚାନ୍ଦ ପରି ମୁହଁ ଯାହାର ଚାନ୍ଦମୁହିଁ ତମକୁ ମୁଁ ପଢେଇ ଯାଇଛି ଚାନ୍ଦ ମୁଖ ଚନ୍ଦ୍ର ଚନ୍ଦ୍ରମୁଖ ଚନ୍ଦ୍ର ଚାନ୍ଦମୁହିଁ ଏଇ ତିନିଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଏକ୍ସାମ ରେ ପଡେ। चलो मुख चंद्र कौन कही मुख चंद्र उपमित बहुब्रीही चंद्रमुखी कौन चंद्र परिमुख मध्य पद लोपी आउ चंद्रमुखी कौन कही बहुब्रीही उपमित बहुब्रीही। नेक्स्ट आसगला व्यक्तिहार व्यक्तिहार देख सेम सेम वर्ड डबल रिपीट हम केस को केस धरी युद्ध केसा केसी बाड़ा बाड़ी ठेंगा ठेंगी मरा मरी धरा धरी हाथा हाथी पेला पेली ठेला ठेली पिटा पिटी एगुड़ा सब आमर कौन व्यक्तिहार बहुब्रीही। नेक्स्ट आसगला सहृदय जार एमती आउ किछि एक्सेप्शन शब्द अछि जेमति कि सहृदय जार सुहृद सॉरी सुहृदय जार सुहृद अष्ट अंग वक्र जार अष्टवक्र एक बाग जार एक बागिया दुई मुंड जार दो मुंडिया एतक आमर कोन हे जिवो बहुब्रीही समास हे जिवो। चलो एतिक आमर बहुब्रीही सरला बहुब्रीही रो आमे कोन पढिले तार समस्त मान पदर अलगा मीनिंग हेतिबो समस्त पदर अलगा मीनिंग हेतिबो। चलो नेक्स्ट आसीगला आमर कोन अव्ययी भाव जेउ समास रे अव्यय पद पूर्व पद भाव रे रही अन्य पद सहित समास होइताय अव्ययटा पूर्व रे रहिबो अन्य पद सहित मिसी कोन हबो समास से तयारी करिवो तहिरे अव्यय रो अर्थ प्राधान्य थाय एठी कोन हबो अव्यय रो अर्थटा प्राधान्य अव्ययटा प्रथम रे रहिबो ताको हमें कोन कहिबा अव्ययी भाव समास रे कहिबा जेमति कि विप्सा अर्थ रे थर को थर प्रति थर प्रतिदिन दिन को दिन प्रतिदिन घर को घर प्रति घर ये आमर कोन हे गला कोन अव्ययी भाव प्रति प्रतिटा आमर होची कोन अव्यय। सेमिति अभाव अर्थ रे भिक्षार अभाव दुर्भिक्ष सेमिति व्याप्ति अर्थ रे मरण पर्यंत आमरण समुद्र पर्यंत आ समुद्र कंठ पर्यंत आ कंठ जीवन को व्यापी आजीवन पाद ठारू मस्तक पर्यंत आपाद मस्तक सेमती आमर योग्यता अर्थ रे कोन पळि आसीबो रूपर योग्य अनुरूप शक्ति को अतिक्रम न करी यथा शक्ति यथा विधि विधि को अतिक्रम न करी यथा विधि कोन जहा उचित यथोचित सेमिति यथार्थ एगुड़ा सब हमर कोन हे जिवो कोन अतिक्रम न करी की अर्थ रे हबो। सेमिति पश्चात गमन अनुगमन पश्चातकरण अनुकरण पश्चाताप अनुताप पश्चात संधान अनुसंधान ये हमर भी कोन हे जिवो कोन ए जो अनु शब्दटा हमर कोन अव्यय हमर हे जिवो। सेमिति अति सज्ज अतिशय घंच अति निघंच एटा मोस्ट इंपोर्टेंट नी लागि छि पिला माने तमे कोन भाबिबोनी जे निष्ठातक बहुब्रीही बोली नी प्राय निष्ठातक बहुब्रीही बहुत सारा वर्ड्स हमर नी लागि कि तयारी हुए ए गोटाक एक्सेप्शन अतिशय घंच निघंच। सेमिति सदृश्य अर्थ रे मूर्तिर सदृश्य प्रतिमूर्ति बनर सदृश्य उपवन भाषार सदृश्य उपभाषा सेमिति विपरीत अर्थ रे कूलर विपरीत प्रतिकूल सेमिति पक्षर विपरीत प्रतिपक्ष तो एई तक हमर कोन हे जिवो अव्ययी भाव समास हे जिवो। चलो एतिक रे हमर कोन हे गेला समास सरिला आमे छटा जाक समास को डिटेल से तार बहुत सारा वर्ड्स हमें पढ़ी सारले मैक्सिमम एतिक भितर ही पळि आसीबो तमरो क्वेश्चन रे एग्जाम रे। लास्ट वन हमर आसला कोन नित्य समास एटा होची एक्सेप्शन किछि शब्द थाए जहार कि समास वाक्य हमें तयारी करि परिबानी ताकू हमें कोन कहिबा नित्य समास बोली कहिबा जेमति कि कृष्ण सर्प कृष्ण माने कोन कळा साप किंतु तार ये होचे गोटे प्रजातिर साप माने बुझौचे अलगा जिंस किंतु आउ गोटे जिंस हेजिबो कृष्ण सर्प से देखा जाउचे कि ये गोटे निर्दिष्ट जातिर नाग को बुझेइबो। सेमिति नीलकंदर माने जानिचो पुरी सेमिति पोकोसुंगा गोटे पत्र टाइप छार पोक जानिचो जो छार पोक हमर सेमिति बिलुआ खाई गोटे जागार ना तो ये कोन हे गला हमर नित्य समास एथिरे सरला। तलबो हमर तीनटा सेशन करके मु तमरो समास सारी देली गोटे गोटे करके भलो से डिस्क्राइब करके देखिबो समास टोटल तमे क्लियर हे जिवो। चलो तीनटा क्वेश्चन मु तुमको पचारिबे जोटा हमें कमेंट सेक्शन में मते आंसर दबो। चलो कुह देखिए मुख चंद्र केउ समास नील कंदर केउ समास नीलकंठ को समास। थैंक यू।